ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ କେବେ ଶୁଣିଛନ୍ତି ଚାଉଳ ବିକିକି ଧର୍ମ ପରିବର୍ତ୍ତନ? ଆପଣ ତ ଶୁଣିଥିବେ ଚାଉଳ ଦେଇକି ଧର୍ମ ପରିବର୍ତ୍ତନ, ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରିବା। ଏଇଭଳି କଥା ଖ୍ରୀଷ୍ଟ ବିରୋଧୀଙ୍କ ମୁହଁରୁ ଆପଣ ଶୁଣିଥିବେ, ବା ଆପଣ କେବେ କେବେ କମେଣ୍ଟରେ ଆପଣ ଦେଖିବାକୁ ପାଇବେ ଯେ ତୁମେମାନେ ଧର୍ମ ପରିବର୍ତ୍ତନ କରୁଛ, ପଇସା ଦେଇକି ବା ପଇସା ନେଇକି ବା ଚାଉଳ ଦେଇକି ବା ଚାଉଳ ନେଇକି ତୁମେ ଧର୍ମ ପରିବର୍ତ୍ତନ କରୁଛ। କିନ୍ତୁ ଚାଉଳ ବିକିକି ଧର୍ମ ପରିବର୍ତ୍ତନ ଆପଣ କେବେ ଶୁଣିଛନ୍ତି? ଏଇଭଳି ଘଟଣା ପ୍ରଥମ ଥର ପାଇଁ ହେଇଛି ଯେ ଚାଉଳ ବିକିକି ଧର୍ମ ପରିବର୍ତ୍ତନ। ଘଟଣାଟି ଏହିପରି, ଗୋଟେ ହେଉଛି ସରକାରୀ ସ୍କୁଲ ଅଛି, ଆଉ ସେଠି ଜଣେ ମାଷ୍ଟର ଅଛନ୍ତି। ସିଏ ହେଉଛି ପ୍ରଭୁଙ୍କର ଲୋକ ବା ଖ୍ରୀଷ୍ଟିଆନ ଲୋକ। ଆଉ ଅଭିଯୋଗକାରୀମାନେ ଖ୍ରୀଷ୍ଟ ବିରୋଧୀମାନେ, ଆଉ ସେମାନେ ପ୍ଲାନ୍ କଲେ ଆମେ କ'ଣ କରିବା, ଏ ବାଳକଙ୍କୁ ଆମେ ଫସେଇବା, ମାନେ ମିଛ କେସ୍ରେ। ଆଉ ସେମାନେ କ'ଣ କେସ୍ କଲେ, ଯାହା ସ୍କୁଲରେ ଯେଉଁ ଚାଉଳ ଅଛି, ଚାଉଳକୁ କ'ଣ କରାହେଉଛି, ବିକ୍ରି କରାହେଉଛି। ଆଉ ବିକ୍ରି କରାହେଇକି ସେଇ ପଇସା କ'ଣ କରାହେଉଛି, ଅନ୍ୟମାନଙ୍କୁ ଦେଇକି ଧର୍ମ ପରିବର୍ତ୍ତନ କରାହେଉଛି ସ୍କୁଲର ଚାଉଳ। ଦେଖନ୍ତୁ ପ୍ରିୟ ବନ୍ଧୁ, କ'ଣ ଏମାନେ କେତେ ତଳକୁ ଏମାନେ ଖସି ଯାଇପାରନ୍ତି, ଆଉ କିଭଳି ନୀଚ ମନୋଭାବ ଏମାନଙ୍କର, ଯେ ଚାଉଳ ଦେଇକି ଧର୍ମ ପରିବର୍ତ୍ତନ ହେଇଗଲା, ଚାଉଳ ନେଇକି ଧର୍ମ ପରିବର୍ତ୍ତନ ହେଇଗଲା, କିନ୍ତୁ ଏବେ ଚାଉଳ ବିକିକି ଧର୍ମ ପରିବର୍ତ୍ତନ। ଆଉ ଗୋଟେ କଥା, ଯେ ଚାଉଳ ବିକି ବିକି ଏମାନେ ଯେଉଁ ଟଙ୍କା ଏମାନେ ବାଣ୍ଟିଛନ୍ତି ବା ଧର୍ମ ପରିବର୍ତ୍ତନ କରିଛନ୍ତି, ତା ପରିମାଣ ସେମାନେ ହିସାବ କରିଛନ୍ତି ପ୍ରାୟ 2 କୋଟିରୁ ଅଧିକ। 2 କୋଟିରୁ ଅଧିକ ଟଙ୍କା ଚାଉଳ ବିକି ବିକି ସେମାନେ କ'ଣ କରିଛନ୍ତି, ସେ ଟଙ୍କା ନେଇକି ଧର୍ମ ପରିବର୍ତ୍ତନ କରିଛନ୍ତି। ଏଇଟା ହେଉଛି ପ୍ରିୟ ବନ୍ଧୁଙ୍କର ଖ୍ରୀଷ୍ଟ ବିରୋଧୀମାନଙ୍କର ନୀତି। ଆଜିକାଲି ଅନେକ ଏପରି ଖ୍ରୀଷ୍ଟ ବିରୋଧୀ ଅଛନ୍ତି, ଯେଉଁମାନେ କି ଖ୍ରୀଷ୍ଟିଆନିଟିକୁ ବଦନାମ କରିବା ନିମନ୍ତେ ନୂଆ ନୂଆ ଉପାୟ ସବୁ ବାହାର କରନ୍ତି। ଆଉ କିଛି ଦିନ ତଳେ ଆଉ ଗୋଟେ ଘଟଣା ମଧ୍ୟ ଘଟିଥିଲା, ଯେ କିଛି ବିରୋଧୀମାନେ ଆଉ ସେମାନେ ବିଶ୍ୱାସୀମାନଙ୍କର ବେଶ ଧାରଣ କରି ଚର୍ଚ୍ଚ ଭିତରେ ପଶିଲେ। ଆଉ ସେମାନେ କହୁଛନ୍ତି କି ଆମେ ପ୍ରାର୍ଥନା କରିବା ପାଇଁ ଆସିଛୁ, କିନ୍ତୁ ଆସିଥିଲେ ଆକ୍ଚୁଆଲି ଖ୍ରୀଷ୍ଟିଆନିଟିକୁ ଏକ୍ସପୋଜ୍ କରିବା ନିମନ୍ତେ, ବଦନାମ କରିବା ନିମନ୍ତେ। ବିରୋଧୀମାନେ ବିଶ୍ୱାସୀମାନଙ୍କ ବେଶ ଧରି ଚର୍ଚ୍ଚ ଭିତରେ ପ୍ରବେଶ କରିଥିଲେ। ତାଙ୍କୁ ଦ୍ୱାରା ବିଭିନ୍ନ ପ୍ରକାର ପ୍ରଶ୍ନ ପଚରାଗଲା, ସେମାନେ ଆଉ ସେସବୁ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ଅସମର୍ଥ ହୋଇଥିଲେ। ତେବେ ଦେଖନ୍ତୁ, ବିରୋଧୀମାନେ ଖ୍ରୀଷ୍ଟିଆନିଟିକୁ ଏବଂ ପ୍ରଭୁ ଯୀଶୁଙ୍କର ଲୋକମାନଙ୍କୁ ବଦନାମ କରିବା ନିମନ୍ତେ କେତେ ତଳକୁ ଏମାନେ ଖସି ଯାଇପାରନ୍ତି, ଟିକେ ଚିନ୍ତା କରନ୍ତୁ। ଏମାନେ ଏତେ ତଳକୁ ଏମାନେ ଖସି ଯାଇପାରନ୍ତି। ଆଜି ପର୍ଯ୍ୟନ୍ତ ଆପଣ ଶୁଣିଥିବେ ଏ ଯେଉଁ ଧର୍ମ ପରିବର୍ତ୍ତନ ବିଷୟ ପ୍ରାୟ ସାଧାରଣ ହୋଇଗଲାଣି। ଆଉ ଯେକୌଣସି ଆପଣ ହିନ୍ଦୁ ପାଖକୁ ଯିବେ, ଆଉ ସେମାନଙ୍କ ମନରେ ପୂର୍ବରୁ ହିଁ ଘୃଣା ଭାବନା ଭରି ଦିଆଯାଇଛି। ଏ ଯେଉଁ ଖ୍ରୀଷ୍ଟିଆନିଟି ବିଷୟରେ ଘୃଣାର ମନୋଭାବ ଏମିତି ଭାବରେ ସେମାନଙ୍କ ମନରେ ଭରି ଦିଆଯାଇଛି, ଆପଣ ସେମାନଙ୍କ ପାଖରେ ପହଞ୍ଚୁ ପହଞ୍ଚୁ ସେମାନେ କହିବେ, କ'ଣ ତୁମେ ଧର୍ମ ପରିବର୍ତ୍ତନ କରିବା ପାଇଁ ଆସିଲ? ତେବେ ବିରୋଧୀମାନେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଏତେ ତଳକୁ ଏମାନେ ଖସି ଯାଇପାରନ୍ତି। କିନ୍ତୁ ପ୍ରଭୁଙ୍କର ଲୋକମାନେ ସେମିତି କାମ କରିବେ ନାହିଁ, କାରଣ ପ୍ରଭୁଙ୍କ ଲୋକମାନେ ଜାଣନ୍ତି ସେମାନଙ୍କୁ କ'ଣ କରିବାକୁ ହେବ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସମସ୍ତ ବିଷୟ ଶିଖାଇ ନାହାନ୍ତି, ବରଂ ପ୍ରଭୁ ଯୀଶୁଖ୍ରୀଷ୍ଟ ଶତ୍ରୁମାନଙ୍କୁ ପ୍ରେମ କରିବା ନିମନ୍ତେ ଶିଖାଇଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି, ତେବେ ଏହି ଭିଡ଼ିଓକୁ ଅନ୍ୟମାନଙ୍କ ପାଖକୁ ସେୟାର କରନ୍ତୁ। ଚ୍ୟାନେଲକୁ ଯଦି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି,
तेज चैनल को सब्सक्राइब करंतु और वीडियो को लाइक करंतु। समस्त ख्रीष्ट प्रेम आंतरिक नमस्कार।